ଓಂ ନମ ଭଗବତେ ବାସୁଦେବାୟ ନମ। ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି 19-20 ତାରିଖର ଦିନ ଆପଣମାନଙ୍କ ପାଇଁକିନା କିପରି ଭାବରେ କଟିବ, କେଉଁ ପ୍ରକାର ଭାବରେ ଆପଣମାନେ ଦିନକୁ ପ୍ଲାନିଂ ମଧ୍ୟ କରିବେ, ସବୁ ବିଷୟରେ ମୁଁ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ ପୁରା ବିସ୍ତାର ଭାବରେ ଆପଣମାନଙ୍କୁ ଜଣେଇବି। ତେଣୁ ଭିଡ଼ିଓଟିକୁ ଦୟାକରି ଆପଣମାନେ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ। ବନ୍ଧୁଗଣ, ଆପଣମାନେ ମନେ ରଖନ୍ତୁ, ନିଜକୁ ଭାବନାତ୍ମକ ରୂପରେ ନିଜକୁ ସବୁବେଳେ ମଜବୁତ କରିକିନା ରଖନ୍ତୁ, ଯାହା ଫଳରେ ଆପଣମାନେ ଆପଣମାନଙ୍କର ଗତିବିଧିକୁ ବହୁତ ଭଲ ଭାବରେ ଗୋଟିଏ ସ୍ଥିତିରେ ନେଇକି ଆପଣମାନେ ପହଞ୍ଚେଇବେ। ବିଦ୍ୟାର୍ଥୀ ତଥା ଯୁବବର୍ଗ ମାନେ ନିଜର ମନୋବଳ ଏବଂ ଆତ୍ମବିଶ୍ୱାସକୁ ବଜାଇକିନା ରଖନ୍ତୁ। ଏମାନଙ୍କୁ କୌଣସି ପ୍ରତିଶ୍ରୁତ ସମ୍ବନ୍ଧ କ୍ଷେତ୍ରରେ ସଫଳତା ମିଳିବାର ପୁରା ସମ୍ଭାବନା ରହିଛି। ଅତିରିକ୍ତ କାର୍ଯ୍ୟଭାର କାରଣରୁ ଆପଣମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ରୋକାବଟ ମଧ୍ୟ ଆସିପାରେ। ସେଥିପାଇଁ କିନା ଆପଣମାନେ ବ୍ୟବସ୍ଥିତ ଦିନଚର୍ଯ୍ୟା କରିକିନା ରଖନ୍ତୁ। ଏ ସମୟରେ ଆପଣମାନେ ନିଜର ପିଲାମାନଙ୍କ ସହିତ ନିଜର ଟାଇମକୁ ସ୍ପେଣ୍ଡ ମଧ୍ୟ କରନ୍ତୁ। ସହିତ ନିଜର ସମସ୍ୟାକୁ ସୁଲଝେଇବାରେ ଆପଣମାନେ ଭରପୁର ମାତ୍ରାରେ ଚେଷ୍ଟା କରନ୍ତୁ। ତା ସହିତ ଆପଣମାନଙ୍କର ଅଟକିଥିବା ପଇସାକୁ ବହୁତ ଭଲ ଭାବରେ ସୁଲଝେଇବେ। ବିଜନେସ୍ କାର୍ଯ୍ୟକ୍ରମ ଆପଣମାନଙ୍କର ପୁରା ହେବା କାରଣରୁ ଆପଣମାନଙ୍କୁ କିଛିଟା ପ୍ରୋବ୍ଲେମ ମଧ୍ୟ ଆସିପାରେ। ତା ସହିତ କୌଣସି ଅନୁଭବୀ କିମ୍ବା ରାଜନୀତି ବ୍ୟକ୍ତିମାନଙ୍କ ସାହାଯ୍ୟ ନେବା ଆପଣମାନଙ୍କ ପାଇଁକିନା ଫାଇଦାମାନ ମଧ୍ୟ ରହିବ। ତା ସହିତ ଆପଣମାନଙ୍କୁ ଏ ସମୟରେ କୌଣସି ପ୍ରୋବ୍ଲେମ ଆସିବା କାରଣରୁ କୌଣସି ବନ୍ଧୁମାନଙ୍କ ପରାମର୍ଶ ଆପଣମାନଙ୍କ ପାଇଁକିନା ଏ ଦିନମାନଙ୍କରେ ବହୁତ ଭଲ ରହିବ। ବୈବାହିକ ସମ୍ବନ୍ଧ ଆପଣମାନଙ୍କର ବହୁତ ମଧୁରମୟ ରହିବ। ତା ସହିତ ଆପଣମାନଙ୍କର ଲଭ୍ ପାର୍ଟନରଙ୍କ ସହିତ ଆପଣମାନଙ୍କର ଘନିଷ୍ଠତା ମଧ୍ୟ ବଢ଼ିବ। ସ୍ୱାସ୍ଥ୍ୟରେ ଆପଣମାନଙ୍କୁ ଅଳସୁଆମୀ ଏବଂ ଥକାପଣ ଅନୁଭବ ହୋଇପାରେ। ଏ ଦିନମାନଙ୍କରେ ଆପଣମାନଙ୍କୁ ଅତ୍ୟଧିକ ଆରାମ ନେବାର ଆବଶ୍ୟକତା ମଧ୍ୟ ରହିଅଛି। କୌଣସି ସମସ୍ୟାକୁ ଆପଣମାନେ ବହୁତ ସରଳର ସହ ହାସିଲ ମଧ୍ୟ କରିବେ। ସେଥିପାଇଁ କିନା ଭୁଲ ଆପଣମାନେ ଏ ଦିନମାନଙ୍କରେ ଆଦୌ ବି କରନ୍ତୁ ନାହିଁ। ତା ସହିତ ଆପଣମାନଙ୍କୁ ମାନସିକ ଏବଂ ଆକସ୍ମିକ ସୁଖ ଏ ଦିନମାନଙ୍କରେ ମଧ୍ୟ ଅନୁଭବ ହେବ। ପିଲାମାନେ ନିଜର ପାଠପଢ଼ା ପ୍ରତି ଏକାଗ୍ର ଚିତ୍ତ ହୋଇକିନା ରହିବେ। ଦିନର ଉତ୍ତରାର୍ଦ୍ଧରେ ଗ୍ରହର ମାନଙ୍କର ସ୍ଥିତି ଏପରିକି ରହିବ ଯେପରିକି ଆପଣମାନେ ନକାରାତ୍ମକ ପରିସ୍ଥିତିରେ କିଛି ଭୁଲ କରନ୍ତୁ ନାହିଁ, ନହେଲେ ଆପଣମାନଙ୍କୁ ବଡ଼ ପ୍ରୋବ୍ଲେମ ମଧ୍ୟ ଆସିପାରେ। ତା ସହିତ ଯଦି କହିବା ଚିନ୍ତାରେ ଆପଣମାନେ ପ୍ରୟାସ କରିବା ପାଇଁକିନା ଟ୍ରାଏ କରନ୍ତୁ। କୌଣସି କାର୍ଯ୍ୟରେ ଆପଣମାନଙ୍କୁ ଉଚିତ ଇନଫର୍ମେସନ ନ ମିଳିବା କାରଣରୁ କୌଣସି ବଡ଼ ଧରଣର ଅର୍ଡର ମଧ୍ୟ ଆପଣମାନଙ୍କ ହାତରୁ ଯାଇପାରେ। କୌଣସି ଲୋକମାନେ ଆପଣମାନଙ୍କୁ ଫୋର୍ସ କରିବା ପାଇଁକିନା ଚେଷ୍ଟା ମଧ୍ୟ କରିବେ। ଅନ୍ୟର କଥାରେ ନ ପଡ଼ି ଆପଣମାନେ ନିଜର କଥାକୁ ସମ୍ମୁଖରେ ରଖନ୍ତୁ। ତା ସହିତ ଆପଣମାନେ ଆପଣମାନଙ୍କର ଅଧିକାରକୁ ସାବ୍ୟସ୍ତ କରନ୍ତୁ। ଜୀବନସାଥୀଙ୍କ ସହଯୋଗ ଆପଣମାନଙ୍କ ପାଇଁକି ଲାଭକାରୀ ସିଦ୍ଧ ମଧ୍ୟ ହେବ। ଯୁବବର୍ଗମାନଙ୍କର ଏପରିକି ସ୍ଥିତି ବହୁତ ଭଲ ରହିବ। ଦିନ ଆପଣମାନଙ୍କ ପାଇଁ ବହୁତ ବଢ଼ିଆ ଭାବରେ ଚାଲିବ। କାହାର ଚିନ୍ତା କିମ୍ବା ପ୍ରେରଣା କାରଣରୁ ବିଶେଷ ଉଦ୍ଦେଶ୍ୟ ପୂରଣ ହେବାର ସମ୍ଭାବନା ମଧ୍ୟ ବନୁଛି। ତା ସହିତ ଆପଣମାନଙ୍କୁ ମାନସିକ ଶାନ୍ତି ଏବଂ ଖୁସି ମଧ୍ୟ ପ୍ରାପ୍ତ ହେବ। ତା ସହିତ ଆପଣମାନଙ୍କର ସ୍ୱଭାବରେ ସରଳତା ବନିକିନା ରଖନ୍ତୁ। କେବେ ଆପଣମାନଙ୍କର ଅହଂଭାବ ଅନ୍ୟକୁ ଦୁଃଖ ମଧ୍ୟ ଦେଇପାରେ। ତା ସହିତ କୌଣସି ମହତ୍ୱପୂର୍ଣ୍ଣ କଥାବାର୍ତ୍ତା କରିଲା ସମୟରେ ଆପଣମାନଙ୍କର ନିଜର ସଂଯମତା ବନିକିନା ରଖନ୍ତୁ। ଯେପରିକି ଅପଶବ୍ଦର ବ୍ୟବହାର ଆଦୌ ବି କରନ୍ତୁ ନାହିଁ, ଯାହା ଫଳରେ ଆପଣମାନଙ୍କର ମାନହାନି ମଧ୍ୟ ହୋଇପାରେ। ଆପଣମାନଙ୍କୁ ବ୍ୟବସାୟିକ ଗତିବିଧିରେ ଉଚିତ ଫଳ ମଧ୍ୟ ମିଳିବ। ତା ସହିତ ସେୟାର ବିଜନେସ୍ କ୍ଷେତ୍ରରେ ଆପଣମାନଙ୍କୁ ଏ ଦିନମାନଙ୍କରେ ଫାଇଦା ମଧ୍ୟ ମିଳିବ। ଚାକିରି ପେଶା ଲୋକମାନଙ୍କୁ ନିଜ ଇଚ୍ଛା ଅନୁସାରେ କୌଣସି ବଡ଼ ଧରଣର ଅର୍ଡର ମଧ୍ୟ ମିଳିପାରେ। ଘରେ ଆପଣମାନଙ୍କର ସୁଖପୂର୍ଣ୍ଣ ମାହୋଲ ମଧ୍ୟ ରହିବ ତଥା ଆପଣମାନଙ୍କର ଆକସ୍ମିକ ସାମଞ୍ଜସ୍ୟ ବହୁତ ଭଲ ରହିବ। କିନ୍ତୁ ପ୍ରେମ ସମ୍ବନ୍ଧରେ ଆପଣମାନଙ୍କର ସ୍ଥିତିରେ ପରିବର୍ତ୍ତନ ନେଇକିନା ଆସୁଛି। ପୂର୍ବ ସମୟରୁ ଆପଣମାନଙ୍କର ଦିଗ୍ବିଧାର ସମାଧାନ ହେବା କାରଣରୁ ଆପଣମାନଙ୍କୁ ଖୁସି ଅନୁଭବ ହେବ। ଆପଣମାନେ ନିଜର ସ୍ଥିତି ଦ୍ୱାରା କୌଣସି ବି କାର୍ଯ୍ୟକୁ ଆପଣମାନେ ବଦଳି ଦେଇପାରନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କ ଧ୍ୟାନ ରହିବା କାରଣରୁ ଆପଣମାନଙ୍କ ବ୍ୟକ୍ତିତ୍ୱରେ ନିଖାର ମଧ୍ୟ ଆସିବ। ଆପଣମାନଙ୍କୁ ଆପଣମାନଙ୍କ କାର୍ଯ୍ୟରେ ରୋକ ଲଗିବାର ଅଛି। ଆପଣମାନଙ୍କୁ ପ୍ରୋବ୍ଲେମ ମଧ୍ୟ ଆସିପାରେ।
ଉଧାର ଦେଇଥିବା ପଇସାକୁ ଆପଣମାନେ ଫେରିବା ପାଇଁକିନା ବହୁତ ମୁସ୍କିଲ ମଧ୍ୟ ରହିବ। ଯଦି କହିବା ଆଗାମୀ ଦିନରେ ଆପଣମାନଙ୍କୁ ବଡ଼ ଧରଣର ପ୍ରୋବ୍ଲେମ ମଧ୍ୟ ଆସୁଛି। ଯୁବବର୍ଗମାନେ ନିଜର କାମୟାବୀ ହାସଲ କରିବା ଉଦ୍ଦେଶ୍ୟରେ କିଛି ବି ଏଇ ଦିନ ମାନଙ୍କରେ ତରତର ହୋଇକିନା ଭୁଲ ଆଦୌ ବି କରନ୍ତୁ ନାହିଁ। ଏ ଦିନ ମାନଙ୍କରେ ବାହାର ଲୋକମାନଙ୍କର ହସ୍ତକ୍ଷେପ ଆଦୌ ବି କରନ୍ତୁ ନାହିଁ, ଯାହା ଫଳରେ ବାହାର ଲୋକମାନେ ଆପଣମାନଙ୍କର ବହୁତ ଭଲ ସଂସାରକୁ ମଧ୍ୟ ବିଗାଡ଼ି ଦେଇପାରନ୍ତି। ସୁସ୍ଥ ରହିବା ପାଇଁ କିନା ଆପଣମାନେ ଏଇ ଦିନ ମାନଙ୍କରେ ଆୟୁର୍ବେଦିକର ଜିନିଷ ଆପଣମାନେ ବହୁତ ଭଲ ଭାବରେ ସେବନ ମଧ୍ୟ କରନ୍ତୁ। ତା ସହିତ ଯଦି କହିବା କି ଆପଣମାନେ ନିଜର ଯୋଗ୍ୟତା ଉପରେ ସବୁବେଳେ ବିଶ୍ୱାସ ରଖନ୍ତୁ। ଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କ ପାଇଁକିନା ଏପରି ରହିଛି, ଯାହା କାରଣ ପାଇଁକିନା ଆପଣମାନେ ବିନା ଦ୍ୱିଧାରେ ମଧ୍ୟ ଚିନ୍ତାରେ ରହିବେ। ଏ ସମୟରେ ଆପଣମାନେ କାହା ଉପରେ ବି ଭରସା କରିବା ଆପଣମାନଙ୍କ ପାଇଁକିନା ବହୁତ ବ୍ୟାଘାତ ହେବ। ଅନ୍ୟର ପରାମର୍ଶ ଆପଣମାନଙ୍କୁ ଏ ଦିନ ମାନଙ୍କରେ ଭ୍ରମିତ ମଧ୍ୟ କରିପାରେ। ଆପଣମାନଙ୍କ ପାଇଁକିନା ଏହା କେବଳ ଠିକ୍ ହେବ କି ଆପଣମାନେ ନିଜକୁ ବେଷ୍ଟ ରଖିବା ପାଇଁକିନା ଟ୍ରାଏ କରନ୍ତୁ। କୌଣସି ବ୍ୟବସାୟିକ ନିର୍ଣ୍ଣୟ ନେବା ପୂର୍ବରୁ ସମୟ ଆପଣମାନଙ୍କର ଅନୁକୂଳ ରହିବ ନାହିଁ। ଆପଣମାନଙ୍କୁ ବଡ଼ ଘାଟା ମଧ୍ୟ ହୋଇପାରେ। ଆପଣମାନଙ୍କ କାର୍ଯ୍ୟକ୍ରମରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଆସିବ। ଯୁବବର୍ଗମାନେ ନିଜର ମୌଜ ମଜଲିସରେ ନିଜର କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରନ୍ତୁ ନାହିଁ। ଲାଭ ପାଇବା ପାଇଁକିନା ଜୀବନର ପରିପକ୍ୱତା ହାସଲ କରିବା ଅତି ଆବଶ୍ୟକତା ରହିଛି। ତା ସହିତ ସନ୍ତାନମାନଙ୍କର ଗତିବିଧି ପାଇଁକିନା ଆପଣମାନଙ୍କୁ କୌଣସି ବି ଠେସ୍ ମଧ୍ୟ ଆସିପାରେ। ବିଜନେସରେ ଆପଣମାନଙ୍କୁ ପରିଶ୍ରମ ମୁତାବକ ଲାଭ ମିଳିବ। ଆପଣମାନଙ୍କର ଇନକମ୍ ଏଇ ଦିନ ମାନଙ୍କରେ ଅଧିକ ରହିବ। କିନ୍ତୁ କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ଆପଣମାନେ ସବୁବେଳେ ଭାବି ଚିନ୍ତିକିନା କାର୍ଯ୍ୟ କରିବେ। ଚାକିରି ପେଶା ଲୋକମାନଙ୍କୁ ନିଜର କାର୍ଯ୍ୟକ୍ରମ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଆପଣମାନେ ଏମିତି କିଛି ବି ନିର୍ଣ୍ଣୟ ନିଅନ୍ତୁ ନାହିଁ ଯାହା ପ୍ରତି କିନା ଆପଣମାନର ପରିସ୍ଥିତିରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆସିବ। କେବେ କେବେ ଆପଣମାନଙ୍କର ରାଗ ଏବଂ ଜିଦ୍ କାରଣରୁ ଆପଣମାନଙ୍କୁ ଯେଉଁ ସବୁ ବି କାର୍ଯ୍ୟରେ ଲାଭ ମିଳିବାକୁ ଯାଉଥିଲା ସେ ସବୁରେ ମଧ୍ୟ ଆପଣମାନଙ୍କୁ ବହୁତ ବଡ଼ ବ୍ୟାଘାତ ମଧ୍ୟ ଘଟିପାରେ। ତା ସହିତ ଯଦି କହିବି କି ଆପଣମାନେ ଏଇ ଦିନ ମାନଙ୍କରେ ସାବଧାନ ରୁହନ୍ତୁ, କାହିଁକି ନା ଆପଣମାନଙ୍କୁ ଏଇ ଦିନ ମାନଙ୍କରେ ବହୁତ ବଡ଼ ବ୍ୟାଘାତ ଆପଣମାନଙ୍କର ନିଜର ଲୋକମାନେ ମଧ୍ୟ ଦେଇପାରନ୍ତି। ଆପଣମାନେ ଏଇ ଦିନ ମାନଙ୍କରେ ନିଜର ସ୍ୱାସ୍ଥ୍ୟକୁ ମଧ୍ୟ ବହୁତ ଅଧିକ ଧ୍ୟାନ ମଧ୍ୟ ଦିଅନ୍ତୁ। ଦିନର ଆରମ୍ଭରେ ଆପଣମାନଙ୍କୁ କୌଣସି ଶୁଭ ସମାଚାର ମିଳିବା କାରଣରୁ ଦିନ ଆପଣମାନଙ୍କର ସୁଖଦପୂର୍ଣ୍ଣ ରହିବ। କୌଣସି ଭଲ କାର୍ଯ୍ୟକ୍ରମ ଆରମ୍ଭ କରିବା ଦ୍ୱାରା ଯଦି ପାରିବାରିକ ଜିମ୍ମେଦାରୀ କ୍ଷେତ୍ରରେ ତାଳମେଳ ବନିକିନା ରଖିବେ। ତା ସହିତ ପ୍ରପର୍ଟି ସମ୍ବନ୍ଧରେ ମଧ୍ୟ ପ୍ରୋବ୍ଲେମ ମଧ୍ୟ ଆପଣମାନଙ୍କୁ ଏ ଦିନ ମାନଙ୍କରେ ଆସିପାରେ। ଯୁବବର୍ଗମାନେ ଏ ଦିନ ମାନଙ୍କରେ ଆଦୌ ବି ଫାଲତୁ କଥାରେ ମନ ନ ଦେଇକିନା ନିଜର କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ। ତା ସହିତ ଆପଣମାନେ ଏଇ ଦିନ ମାନଙ୍କରେ ଏଇ ଦିନକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ। କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ ପ୍ରଣତଂ କ୍ଲେଶ ନାଶାୟ ଗୋବିନ୍ଦାୟ ନମଃ ନମଃ। ଏହି ମନ୍ତ୍ରକୁ ଆପଣମାନେ 11 ଥର ଜପ କରନ୍ତୁ। ଦେଖିବେ ଆପଣମାନଙ୍କର ଯେଉଁ ସବୁ ବି ପ୍ରୋବ୍ଲେମ ଆସିବାକୁ ଯାଉଥିଲା ସେ ସବୁର ପ୍ରୋବ୍ଲେମର ଅନ୍ତ ଘଟିବ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆପଣମାନେ କମେଣ୍ଟ ବକ୍ସରେ ଜୟ ଶ୍ରୀ କୃଷ୍ଣ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।